ନିଯୁକ୍ତି ଦିଶା ଓଡ଼ିଶାର ଭିଉୟର୍ସ ମାନଙ୍କୁ ସ୍ୱାଗତ। ଆମ ଜଣେ ଭିଉୟର୍ସ ସତପା ଯାହାକି ମେସେଜ କରିଥିଲେ ସେ ପୁରୀ ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛନ୍ତି। ତେଣୁ ତାଙ୍କ ରିକ୍ୱେଷ୍ଟ ଅନୁସାରେ ଆମେ ପୁରୀ ଡିଷ୍ଟ୍ରିକ୍ଟରୁ ହିଁ ଗୋଟେ ଆଡ଼ଭର୍ଟାଇଜମେଣ୍ଟ ନେଇକି ଆସିଛେ, ଯାହାକି ସ୍ପେଶାଲାଇଜେସନ୍ ଇନ୍ ଫାଇନାନ୍ସ ଆଡମିନିଷ୍ଟ୍ରେଟିଭ ଅଫିସର ଏନହାନ୍ସିଂ କ୍ଲାଇମେଟ୍ ରିଜିଲିଏନ୍ସ ଏଣ୍ଡ ଇଣ୍ଡିଆନ୍ କୋଷ୍ଟ କମ୍ୟୁନିଟି ପ୍ରୋଜେକ୍ଟ ଅଣ୍ଡର ପୁରୀ ଡିଭିଜନ। ପୁରୀ ଡିଭିଜନରେ କ୍ଲାଇମେଟିକ୍ ଆଣ୍ଡ କୋଷ୍ଟାଲ କମ୍ୟୁନିଟିର ନମନୀୟତା ମାନେ ସମାଧାନ ପାଇଁ ହିଁ ଆସିଛି, ଯାହାକି ଆପଣଙ୍କର ଫରେଷ୍ଟ ଅଫିସରଙ୍କ ଅଣ୍ଡରରେ ଆସୁଛି। ପୁରୀ ଡିଷ୍ଟ୍ରିକ୍ଟର ଦୁଇଟି ହିଁ ପୋଷ୍ଟ ଅଛି, ଗୋଟେ ହେଲା ପ୍ଲାଣ୍ଟ ସ୍ପେସିଏସନ୍ ଆଣ୍ଡ ମେରାଇନ୍ ବାୟୋଲୋଜିଷ୍ଟ, ଯାହାକି ସିଗ୍ରାସ ଏସଏମଏସ୍ ଅଫ୍ ସିଗ୍ରାସ ଯାହାକି ଅଣ୍ଡର ପୁରୀ ଡିଭିଜନରେ, ଏବଂ ଚନ୍ଦକାରେ ତିନୋଟି ଅଛି। କ'ଣ କ'ଣ ସେ ପୋଷ୍ଟ ରହୁଛି? ଏଟା ହେଉଛି ଫାଇନାନ୍ସ ଆଡମିନିଷ୍ଟ୍ରେସନ୍ ଅଫିସର, ଏଟା ହେଉଛି ପୁରୀରେ ଯାହାକି ତୁମର ରହୁଛି ମେରାଇନ୍ ବାୟୋଲୋଜିଷ୍ଟ, ଯାହାକି ତୁମେ ସମସ୍ତେ ଦେଖିପାରୁଛ ଆସିଛି ରିକ୍ୱାରମେଣ୍ଟ। ଆପ୍ଲାଏ କିପରି କରିବାକୁ ପଡ଼ିବ ଏବଂ ଆପ୍ଲାଏ କରିବାର ପ୍ରୋସିଡ୍ୟୁର କ'ଣ ମୁଁ ଲାଷ୍ଟକୁ କହିବି, ସେଥିପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଦୁଇଟି ନମ୍ବରର ରିକ୍ୱାରମେଣ୍ଟ ଅଛି, ଗୋଟେ ହେଲା ଚିଲିକା ଡିଭିଜନରେ, ଗୋଟେ ହେଲା ପୁରୀ ଡିଭିଜନ ତରଫରୁ। ଗୋଟେ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଟେନ୍ୟୁର ରହୁଛି, ଏଙ୍ଗେଜମେଣ୍ଟ ଇନିସିଆଲ 1 ଇୟର ଆଣ୍ଡ ଏକ୍ସଟେଣ୍ଡ, ଏବଂ ଏହା ଏକ୍ସଟେଣ୍ଡ ହୋଇପାରିବ ଆପଣଙ୍କ ଅନୁସାରେ। ଆପଣ ଜାଣିଲେ ଆପଣ ଖୁସି ହେବେ କି ଆପଣଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ MS କିମ୍ବା MTech ମାଗୁଛି, ଯାହାକି ଓସେନୋଗ୍ରାଫି ବା ମେରାଇନ୍ ସାଇନ୍ସ ରେକଗ୍ନାଇଜ୍ଡ ୟୁନିଭର୍ସିଟି ଥିଲେ ଆପଣ ମେରାଇନ୍ ବାୟୋଲୋଜି କରିପାରିବେ। ମିନିମମ୍ 1 ଇୟର୍ସର ଆପଣଙ୍କ ପୋଷ୍ଟ କ୍ୱାଲିଫିକେସନ୍ ଏକ୍ସପିରିଏନ୍ସ ମାଗୁଛି ଇନ୍ ସାଇନ୍ସ ଆଣ୍ଡ ମେରାଇନ୍ ସାଇନ୍ସରେ। ଏ PDF ବି ଆପଣ କ'ଣ କରିପାରିବେ, ଯଦି କମେଣ୍ଟ ବକ୍ସ ଯିବେ କମେଣ୍ଟ ବକ୍ସରେ ହିଁ ଆପଣଙ୍କୁ ପୁରା PDF ସବୁ ମିଳିପାରିବ। ଏବଂ ଆପଣଙ୍କର ଏଜ୍ ମିନିମମ୍ ମାଗୁଛି ଆପଣଙ୍କର 23ରୁ 45 ବର୍ଷ ଆପଣଙ୍କର ମିନିମମ୍ ଏଜ୍ ରିକ୍ୱାରମେଣ୍ଟ ଦରକାର। ଠିକ୍ ସେହିପରି ଆପଣ ଯଦି କହିବେ କି ଆପଣଙ୍କର ମାନେ ଟେନ୍ୟୁର ଯେଉଁ ଉପରେ ଆପଣଙ୍କ ସାଲେରୀ କେତେ ମିଳିବ, ଆପଣଙ୍କର ସାଲେରୀ ଟିକେ ହଁ ଆପଣଙ୍କର ରେମୁନେସନ୍ 50,000 ରହୁଛି ପର୍ ମନ୍ଥ ଅନୁସାରେ, ମନ୍ଥଲି ରେମୁନେସନ୍। ତେଣୁ ଭଲ ଇନସେଟିଭ୍ ଅଛି ବି ଆ ଦେହରେ, ତେଣୁ ଆପଣ ଚାହିଁଲେ ଏଥିରେ ଏଙ୍ଗେଜମେଣ୍ଟ ହେଇପାରିବେ। ଆଉ ରହିଲା ପ୍ଲାଣ୍ଟ ସ୍ପେସିଏସନ୍। ପ୍ଲାଣ୍ଟ ସ୍ପେସିଏସନ୍ ମଧ୍ୟ ପ୍ଲାଣ୍ଟ ସ୍ପେସିଏସନ୍ ଆପଣଙ୍କର 4ଟି ଡିଷ୍ଟ୍ରିକ୍ଟ ମାନେ ଆପଣ କାମ କରିବେ। ଗୋଟେ ହେଲା ବାଲେଶ୍ୱର, କେନ୍ଦ୍ରାପଡ଼ା, ଗଞ୍ଜାମ ଏବଂ ପୁରୀ। 4ଟି ଡିଷ୍ଟ୍ରିକ୍ଟ କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ଆମଙ୍କର ପ୍ରୋଜେକ୍ଟ ଜଏନିଂ ହେବ। ପ୍ଲାଣ୍ଟ ସ୍ପେସିଏସନ୍ ଚିଲିକା ସେନଙ୍କ ପୁରୀରେ 2ଟି ଡିଭିଜନ ଅଛି, ଆପଣଙ୍କର ସମାନ ସବୁ, କିନ୍ତୁ ଆପଣଙ୍କର କ୍ୱାଲିଫିକେସନ୍ ଟିକେ ଅଲଗା ମାଗୁଛି। ପ୍ଲାଣ୍ଟ ସ୍ପେସିଏସନ୍ ଆପଣଙ୍କର MS ବଟନି, ଲାଇଫ୍ ସାଇନ୍ସ, ଏନଭାୟରମେଣ୍ଟାଲ ସାଇନ୍ସ, କୋଷ୍ଟାଲ ଇକୋଲୋଜିରେ ହେଇଥିବା ଦରକାର, ଆଉ ସବୁ ସେମ୍। ଯଦି ପୁରୀ ଛଡ଼ା ଆପଣ ଆଉ କେଉଁଠି ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କର ଯେଉଁ ଆଡ଼ମିନିଷ୍ଟ୍ରେଟିଭ୍ ଅଫିସର ଏ କେବଳ ଚିଲିକାରେ ଅଛି ହିଁ, ଆଉ କେଉଁଠି ନାହିଁ। ପୁରୀବାଲାଙ୍କ ପାଇଁ ମୁଁ କହୁଛି। ଦେନ୍ ଆପଣ ଆପ୍ଲାଏ କିପରି କରିବେ? ଆପ୍ଲାଏ କରିବାର ପ୍ରୋସିଡ୍ୟୁର ସିମ୍ପଲ୍ ଅଛି। ଆପ୍ଲାଏ କରିବା ପାଇଁ ଆପଣଙ୍କୁ ଆପ୍ଲିକେସନ୍ ଫର୍ମ ଏଇଭଳିଆ ଗୋଟେ ବାହାରିବ, ଆପଣଙ୍କର କମେଣ୍ଟ ବକ୍ସରେ ମିଳିଯିବ, ଯାହାକି ଆପଣ ଆପ୍ଲାଏ କରିପାରିବେ। କେଉଁ ପୋଷ୍ଟ ପାଇଁ ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି ସେ ପୋଷ୍ଟ ଲେଖିଦେବେ। ଆପଣଙ୍କ ଏଠି ଗୋଟେ ଫଟୋ ସବମିଟ୍ କରିଦେବେ। ଡେଟ୍ ଅଫ୍ ଦ ଆପ୍ଲିକେସନ୍ ଡେଟ୍ କେବେ ଲେଖିଦେବେ। ଆପଣଙ୍କର ଫାର୍ଷ୍ଟ ନେମ୍ ଏବଂ ଲାଷ୍ଟ ନେମ୍ ସର୍ଟ ନେମ୍ ଲେଖିଦେବେ। ଆପଣଙ୍କ ଆଡ୍ରେସ୍, ପ୍ରେଜେଣ୍ଟ ଆଡ୍ରେସ୍ ଏଣ୍ଡ ପରମାନେଣ୍ଟ ଆଡ୍ରେସ୍, ମୋବାଇଲ୍ ନମ୍ବର, ଟେଲିଫୋନ୍ ନମ୍ବର ତ କାହାରି ନାହିଁ, ଟେଲିଫୋନ୍ ନମ୍ବର ଦେବା ଦରକାର ନାହିଁ। ଦେନ୍ ଆସିଲା ଇମେଲ୍ ID, ଆପଣଙ୍କର କରେଣ୍ଟ ଇମେଲ୍ ID, ଏଜ୍ ଆପଣଙ୍କର 31/5/2022 କେଉଁ କେତେ ଏଜ୍ ହେଉଛି ଆପଣଙ୍କର ଦେଖିଦେବେ, ଏଜ୍ କେତେ ହେଉଛି, ଆପଣ କେଉଁ କ୍ୟାଟେଗୋରୀ ଆସୁଛନ୍ତି, ଆପଣ ମେଲ୍ କି ଫିମେଲ୍, ମ୍ୟାରିଟାଲ୍ ଷ୍ଟାଟସ୍ ମ୍ୟାରିଡ୍ କି ଅନମ୍ୟାରିଡ୍, ଏଇଗଲା ଆପଣଙ୍କର। ଦେନ୍ ଆସିଲା ଆପଣଙ୍କର କ୍ୱାଲିଫିକେସନ୍ 10th କତୁରୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ସବୁ ମେନସନ୍ କରିଦେବେ, କେଉଁ ସବଜେକ୍ଟ, କେଉଁ ଇନଷ୍ଟିଚ୍ୟୁଟ୍। ଦେନ୍ ଆପଣଙ୍କର କୋର୍ସ, ଆପଣ ଟ୍ରେନିଂ ଯଦି ନେଇଛନ୍ତି ଲେଖିବେ, ନହେଲେ ନାହିଁ। ଦେନ୍ ଆପଣଙ୍କର କମ୍ପ୍ୟୁଟର ବିଷୟରେ ନଲେଜ୍ ଥିଲେ ଆଉ ଏକ୍ସପିରିଏନ୍ସ ବିଷୟରେ ରେକର୍ଡ଼ ଥିଲେ ଆପଣ ସବୁ ମେନସନ୍ କରିବେ, ଏବଂ ଆପଣ ନିଜ ଡକୁମେଣ୍ଟକୁ ଦେଇ ସବମିଟ୍ କରିଦେବେ। ଦେନ୍ ଆସିଲା ଆପଣ ଏହାର PDF କିପରି ପାଇପାରିବେ? PDF ଏଇଠି ସବୁ ଅଛି, ଆପଣ ପୁରୀ ଡିଷ୍ଟ୍ରିକ୍ଟକୁ ଗଲେ ହିଁ PDF ପାଇପାରିବେ। PDF ନହେଲେ ଆମର କମେଣ୍ଟ ବକ୍ସରେ ହିଁ ମିଳିଯିବ। ତେଣୁ ଭିଡ଼ିଓଟି କିପରି ଲାଗିଲା, ଆପଣ କ'ଣ କରିବେ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ନିଜ ନିଜ ଡିଷ୍ଟ୍ରିକ୍ଟକୁ ମେନସନ୍ କରନ୍ତୁ, ସେଇ ଡିଷ୍ଟ୍ରିକ୍ଟରେ ହିଁ ମୁଁ ଭିଡ଼ିଓ ଆଣିବା ପାଇଁ ଚେଷ୍ଟା କରିବି, ଏବଂ ଆପଣ ସବୁ ଡକୁମେଣ୍ଟ ଆପଣଙ୍କର କମେଣ୍ଟ ବକ୍ସରେ ହିଁ ମିଳିଯିବ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।